नॉनभेज प्रेमिक ପାଇଁ ଆସିଲା ବଡ଼ ଖବର। ଚିକେନ ଏହି ଅଂଶ ଖାଉଥିଲେ ହୋଇଯାଆନ୍ତୁ ସାବଧାନ। ନନଭେଜ ପ୍ରେମିକ ମଧ୍ୟରେ ଚିକେନ ହେଉଛି ସବୁଠାରୁ ପ୍ରିୟ। ଚିକେନ ତରକାରୀ କିମ୍ବା ଅନେକ ଉପାୟରେ ଖିଆଯାଇଥାଏ। ଚିକେନ ଫ୍ରାଏ, ଚିକେନ ତରକାରୀ, ଚିକେନ କବାବ, ଚିକେନ 65, ଚିକେନ ବିରିୟାନୀ, ଚିକେନ ଲଲିପପ୍ ପ୍ରସ୍ତୁତ କରାଯାଇ ବିଭିନ୍ନ ଉପାୟରେ ଖାଇପାରିବେ। କିଛି ଲୋକ ମାସରେ 4 ରୁ 5 ଥର ଖାଉଥିବା ବେଳେ ଅନ୍ୟମାନେ ସପ୍ତାହରେ ଅତି କମରେ 3 ରୁ 4 ଥର ଖାଆନ୍ତି। କିଛି ଲୋକ ଚିକେନ ବିନା ଖାଦ୍ୟ ଖାଇପାରିବେ ନାହିଁ। ଚିକେନ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଏହାର ଅଧିକ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଯେଉଁମାନେ ବିଶେଷ କରି ଶୀତ ଦିନେ ଚିକେନ ଖାଆନ୍ତି, ସେମାନେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଯଦିଓ ଅନେକ ଲୋକ ଜାଣନ୍ତି ନାହିଁ ଯେ ଏହି ଚିକେନର ଏକ ଅଂଶ ଶରୀର ପାଇଁ କ୍ଷତିକାରକ। ଯଦିଓ ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ନକାରାତ୍ମକ ପରିଣାମ ରହିଛି। ଯେଉଁମାନେ ବିଶେଷ କରି ଶୀତ ଦିନେ ଚିକେନ ଖାଆନ୍ତି, ସେମାନେ କିଛି ସତର୍କତା ନିଶ୍ଚିତ ଅବଲମ୍ବନ କରିବା ଆବଶ୍ୟକ। ସେହି ଅଂଶ ହେଉଛି ଚର୍ମ। କିଛି ଲୋକ ଏହାକୁ ଖାଇବାକୁ ଖୁବ୍ ପସନ୍ଦ କରନ୍ତି ଏବଂ ଅନ୍ୟ ଏହାକୁ ଖାଆନ୍ତି ନାହିଁ। କିନ୍ତୁ ଚିକେନ ଚର୍ମରେ ଅନେକ କ୍ଷତିକାରକ ଚର୍ବି ଥାଏ। ଏହା ବ୍ୟତୀତ ଏହାର କୌଣସି ପୁଷ୍ଟିକର ମୂଲ୍ୟ ମଧ୍ୟ ନାହିଁ। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।